ଆପଣଙ୍କର ଏଇଟା ସମ୍ପୂର୍ଣ୍ଣ ଭୁଲ ଧାରଣା। ମେଳି କିଛି ନୁହଁ, ସବୁବେଳେ ଲଗାତାର ବାରମ୍ବାର କହିଛି। ଆମେ ଯେତେବେଳେ ନିର୍ବାଚନ ପରବର୍ତ୍ତୀ ଅବସ୍ଥା ଆମର ଯାହା ହାରିଗଲା ପରେ ଆମେ ଏକାଠି ବସି ଭୋଜିଭାତ କରୁ। ଆମେ କାହା ବିରୁଦ୍ଧରେ ମେଳି କରୁନଥିଲୁ। ସେସବୁ ଯୋଜନା ଯୋଉଟା ଆପଣ ବାରମ୍ବାର ଭୁଲ କଥାଟା କହୁଛନ୍ତି। ଅତୀତରେ ଏକାଠି ବସି ଖୁସି ଗପ କରିବା, ଖାଇବା ପିଇବା କରିବା କଣ କିଛି ଭୁଲ? ଆମେ କାହିଁ ମିଳିପାରିବୁ? ଦ୍ୱିତୀୟ କଥା ହଉଛି ସ୍ୱାଗତ କରିବା କଥା। ଅତୀତରେ ମୁଁ କାଲି ବି କହିଥିଲି, ଆଜି ମଧ୍ୟ କହୁଛି, ସୁଜାତା ରାଉତଙ୍କର କାର୍ଯ୍ୟକ୍ରମ ଉପରେ ଆମର କାହାର ପ୍ରଶ୍ନ ନାହିଁ। ଯେତେବେଳେ ମିଶନ ଶକ୍ତିକୁ ସର୍ବଭାରତୀୟ ସ୍ତରରେ ସବୁଠାରୁ ପପୁଲାର କରିବାଟା ତା ପଛରେ ଅବଦାନ ତାଙ୍କର ବହୁତ। ତେଣୁ ଆମେ ସ୍ୱାଗତ କରିବା କିଛି ଅସୁବିଧା ନାହିଁ। ଆଜି ବି ମୁଁ କହୁଛି, ବିଜୁ ଜନତା ଦଳର ଭୋଟ ହଉଛି ନବୀନ ପଟ୍ଟନାୟକ ଇମେଜ ଉପରେ ଦେଇଛନ୍ତି। ନବୀନ ବାବୁଙ୍କୁ ଲୋକ ପ୍ରାଣ ଭରି ଭଲ ପାଆନ୍ତି, ତ ତାଙ୍କ ଆଦର୍ଶର ଅନୁପ୍ରାଣିତ ସେ ଆସୁଛନ୍ତି ଏବଂ ପରିଚାଳନା କରିବାରେ କୌଣସି ଅସୁବିଧା ନାହିଁ। ଆମେ ସମସ୍ତେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବୁ, ଦଳକୁ ମଜବୁତ କରିବୁ। ଆଜି ଗୃହ ପ୍ରବେଶ ହେଲା, ତାପରେ ଆପଣ ଦେଖିବେନି ଅନେକ କାର୍ଯ୍ୟକ୍ରମ ପୁରା ବାସ୍ତୁ ଦୋଷ, ବାର, ଗ୍ରହ, ନକ୍ଷତ୍ର ସବୁ ଠିକ। ଦେଖନ୍ତୁ ସବୁ ହବ, ଦେଖନ୍ତୁ ଆପଣ ଦେଖିବେ। ନା ବଡ ସଂଖ୍ୟା ବହୁତ ଅଛନ୍ତି, ଧୀରେ ଧୀରେ ଯିବେ। ହେଇନଥିଲା, ଏବେ ହଉଛି, ଆଜି ଆରମ୍ଭ ହେଲା। ଅନେକ ଆ ପରେ 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 ଆପଣ ଅନେକ ଭଲ ଖବର ପାଇବେ। ଯୋଉ ଗୋଟେ ପରେ ଗୋଟେ ହବ, ସେ ଆସ୍ଥା ବିଶ୍ୱାସ ମୋର ଅଛି। ସବୁ ପ୍ରକାର ଜିନିଷ ହବ ତ, କାରଣ ଆ ଦେହରେ ଉଦ୍ଦେଶ୍ୟ ଗୋଟିଏ ରହିବ, ସୁଜାତା ରାଉତଙ୍କର ଏ ଦଳକୁ ମଜବୁତ କେମିତି କରିବା। ତେଣୁ ଆମେ ପୂର୍ଣ୍ଣ ପ୍ରାଣରେ ସମସ୍ତେ ସହଯୋଗ କରିବୁ। ଆଉ ଏ ଦଳରୁ ସବୁ ଭୂଷା ମରିକି ନିପାତ କାଢିବେ, ନିପାତ ପଢା କରିବେ ନିପାତ।